ପ୍ରଜାପତି ଦକ୍ଷ ସମସ୍ତ ମୁନି ଋଷିମାନଙ୍କୁ ନେଇ ଏକ ବିଶାଳ ଯଜ୍ଞ ଆରମ୍ଭ କରିଥିଲେ ଏବଂ ଯେଉଁ ଦେବତାମାନେ ଯଜ୍ଞ ଭାଗର ଅଧିକାରୀ ସେମାନଙ୍କୁ ବି ସେ ସମାଦରରେ ନିମନ୍ତ୍ରଣ କରିଥିଲେ ଏବଂ ନିମନ୍ତ୍ରଣ ପାଇଁ ସବୁ ଦେବତାମାନେ ଯାଇଥିଲେ, କିନ୍ତୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯାଇନଥିଲେ। ସତୀ ଦେଖିଲେ ଆକାଶ ମାର୍ଗରେ ଅନେକ ସୁନ୍ଦର ବିମାନମାନ ଯାଉଛି ଏବଂ ସେ ବିମାନମାନଙ୍କୁ ଦେଖି ସେ ପଚାରିଲେ ଯେ ଦେବତାମାନେ କେଉଁଠାକୁ ଯାଉଛନ୍ତି। ଶିବ ସତୀଙ୍କୁ ସବୁ କଥା ବୁଝାଇ କହିଲେ। ବାପା ଯଜ୍ଞ କରୁଛନ୍ତି ଶୁଣି ସତୀ ଟିକିଏ ଆନନ୍ଦିତ ହେଲେ ଏବଂ ଭାବିଲେ ଯଦି ମହାଦେବ ଅନୁମତି ଦିଅନ୍ତେ ତାହେଲେ ସେ ସେହି ଆଳରେ କିଛି ଦିନ ଯାଇ ବାପ ଘରେ ରହି ଆସନ୍ତେ। ହେ ପ୍ରଭୁ, ମୋ ବାପ ଘରେ ଗୋଟେ ବିରାଟ ଉତ୍ସବ ହେଉଛି। ଆପଣ ଯଦି ଅନୁମତି ଦିଅନ୍ତେ ତେବେ ହେ ଦୟାବତାର ମୁଁ ସେଠାକୁ ଯାଇ ଟିକିଏ ଉତ୍ସବ ଦେଖି ଆସନ୍ତି। ଶିବ କହିଲେ ଯେ ତୁମେ ଭଲ ପ୍ରସ୍ତାବଟିଏ ଦେଇଛ। ପ୍ରସ୍ତାବଟି ମୋ ମନକୁ ପାଉଛି, କିନ୍ତୁ ସେ ତ ନିମନ୍ତ୍ରଣ କରିନାହାନ୍ତି, ତେଣୁ ତୁମକୁ ପଠାଇବା ଠିକ୍ ହେବ ନାହିଁ। ଦକ୍ଷ ତାଙ୍କର ସବୁ ଝିଅଙ୍କୁ ଡାକିଛନ୍ତି, କିନ୍ତୁ ମୋ ପ୍ରତି ବୈର ଭାବ ରଖିଥିବାରୁ ତୁମକୁ ଡାକିବାରେ ଅବହେଳା କରିଛନ୍ତି। ମାନେ ଶିବଙ୍କ ଉପରେ ପ୍ରଜାପତି ଦକ୍ଷ ରାଗିଛନ୍ତି, ସେଥିପାଇଁକା ସେ ଶିବଙ୍କୁ ନିମନ୍ତ୍ରଣ କରିନାହାନ୍ତି। ଭଗବାନ ଶଙ୍କର କହୁଛନ୍ତି, ଥରେ ବ୍ରହ୍ମାଙ୍କ ସଭାରେ ମୋ ଉପରେ ସେ ଅପ୍ରସନ୍ନ ହୋଇଗଲେ। ସେହିଦିନୁ ସେ ମୋତେ ଅପମାନ ଦେଇ ଚାଲିଛନ୍ତି। ହେ ଭବାନୀ, ତୁମେ ଯଦି ସେଠାକୁ ବିନା ନିମନ୍ତ୍ରଣରେ ଯିବ ତେବେ ସ୍ନେହ, ସଦ୍ଭାବ, ଶ୍ରଦ୍ଧା ଓ ମାନ ମର୍ଯ୍ୟାଦା ବୋଲି ଆଉ କିଛି ରହିବ ନାହିଁ। ତଥାପି ଶିବ କହୁଛନ୍ତି, ଯଦିଓ ବି ଏଥିରେ କୌଣସି ସନ୍ଦେହ ନାହିଁ ଯେ ମିତ୍ର, ସ୍ୱାମୀ, ପିତା ଓ ଗୁରୁଙ୍କ ଘରକୁ ବିନା ନିମନ୍ତ୍ରଣରେ ମଧ୍ୟ ଯାଇହେବ, ତଥାପି ଯେଉଁଠି ମନୋମାଳିନ୍ୟ ରହିଛି ସେଠାକୁ ବିନା ନିମନ୍ତ୍ରଣ ଗଲେ କୌଣସି ମଙ୍ଗଳ ହୁଏ ନାହିଁ। ଶିବ ଏପରି ନାନା ପ୍ରକାର ସତୀଙ୍କୁ ବୁଝାଇଲେ, କିନ୍ତୁ ନିୟତି ପରବଶ ହୋଇଯାଇଥିବାରୁ ସତୀଙ୍କ ହୃଦୟରେ ଜ୍ଞାନ ଉଦୟ ହେଲା ନାହିଁ। ତେଣୁ ଶିବ କହିଦେଲେ, ତୁମେ ଯଦି ବିନା ନିମନ୍ତ୍ରଣରେ ଯିବ ତେବେ ମୋ ବିଚାରରେ ଫଳ କିଛି ଭଲ ହେବ ନାହିଁ। ଏପରି ନାନା ଭାବରେ ବହୁ ପ୍ରଯତ୍ନ କରି ହର ବୁଝାଇବା କହିବା ପରେ ବି ଦେଖିଲେ ସତୀ ରହିବେ ନାହିଁ। ତେଣୁ ତ୍ରିପୁରାରୀ ଶିବ ନିଜର ମୁଖ୍ୟ ଅନୁଚରଗଣକୁ ସଙ୍ଗରେ ଦେଇ ସତୀଙ୍କୁ ବିଦା କରିଦେଲେ ତାଙ୍କ ବାପ ଘରକୁ। ଭବାନୀ ଯାଇ ଯେତେବେଳେ ବାପ ଘରେ ପହଞ୍ଚିଲେ, ଦକ୍ଷଙ୍କ ଭୟରେ କେହି ତାଙ୍କୁ ଆଦର ସମ୍ମାନ ଦେଖାଇଲେ ନାହିଁ। କେବଳ ମା ଯାହା ଟିକେ ଆଦର କଲେ। ଭଉଣୀମାନେ ପରିହାସ କରି ହିଁ ତାଙ୍କୁ ଭେଟିଲେ। ଦକ୍ଷ ତ ତାଙ୍କୁ କୌଣସି କୁଶଳ ପ୍ରଶ୍ନ ସୁଦ୍ଧା କଲେ ନାହିଁ, ବରଂ ସତୀଙ୍କୁ ଦେଖି ତାଙ୍କ ସର୍ବାଙ୍ଗ କ୍ରୋଧରେ ଜଳି ଉଠିଲା। ଯଜ୍ଞ ଦେଖିବାକୁ ଯାଇ ସତୀ ଦେଖିଲେ ଯେ ଯଜ୍ଞସ୍ଥଳରେ ଶିବଙ୍କ ପାଇଁ କୌଣସି ଯଜ୍ଞ ଭାଗ ରଖାଯାଇ ନାହିଁ। ଯେତେବେଳେ ଯାଇ ସେ ଶଙ୍କରଙ୍କ ବଚନର ସତ୍ୟତା ଉପଲବ୍ଧ କଲେ, ସ୍ୱାମୀଙ୍କ ପ୍ରତି ଅପମାନ ହେଉଥିବା ବୁଝିପାରି ତାଙ୍କ ହୃଦୟ ଦୁଃଖରେ ଜଳି ଉଠିଲା। ପତି ପରିତ୍ୟାଗ କରିଥିବାରୁ ତାଙ୍କୁ ଯେତିକି ବାଧି ନଥିଲା, ପତିଙ୍କ ପ୍ରତି ହେଉଥିବା ଅପମାନ ଦେଖି ତାଙ୍କୁ ତାଠାରୁ ଅଧିକ ବାଧିଲା। ଜଗତରେ ନାନା ପ୍ରକାର ଦାରୁଣ ଦୁଃଖ ରହିଛି, କିନ୍ତୁ ନିଜର ବନ୍ଧୁବାନ୍ଧବଠାରୁ ଅପମାନ ପାଇଲେ ଯେଉଁ ଦୁଃଖ ହୁଏ ତାହା ସବୁଠାରୁ ଅଧିକ ଦାରୁଣ। ତେଣୁ ସତୀଙ୍କ ମନରେ ଭୟଙ୍କର କ୍ରୋଧ ଜାତ ହେଲା। ତାଙ୍କ ମା ତାଙ୍କୁ ନାନା ଭାବରେ ବୁଝାଇବାକୁ ଚେଷ୍ଟା କଲେ। ସତୀଙ୍କୁ ଶିବ ଅପମାନ ଅସହ୍ୟ ବୋଧ ହେଲା। ତାଙ୍କ ମନ କୌଣସି ପ୍ରକାରେ ବୁଝିଲା ନାହିଁ। ସେ ଯଜ୍ଞ ସଭାର ସମସ୍ତଙ୍କୁ କ୍ରୋଧରେ ଧମକ ଦେଇ କହିଲେ, ହେ ସଭାସଦ୍ଗଣ, ହେ ମୁନିଗଣ, ଆପଣମାନେ ସମସ୍ତେ ଶୁଣନ୍ତୁ। ଏଠାରେ ଯେଉଁମାନେ ଶଙ୍କରଙ୍କୁ ନିନ୍ଦା କରିଛନ୍ତି ବା ତାଙ୍କର ନିନ୍ଦା ଶୁଣିଛନ୍ତି ସେମାନେ ଅତି ଶୀଘ୍ର ତାର ଫଳ ପାଇଯିବେ ଏବଂ ମୋ ବାପା ବି ଅନୁତାପରେ ଜର୍ଜରିତ ହେବାକୁ ପଡ଼ିବ। ତ୍ରିପୁରାରୀ ଭଗବାନ ଶିବ ହେଉଛନ୍ତି ସମଗ୍ର ଜଗତର ଆତ୍ମା। ସେ ଜଗତର ପିତା ଏବଂ ସମସ୍ତଙ୍କର ମଙ୍ଗଳକାରୀ। ଅଥଚ ମୋର ମନ୍ଦବୁଦ୍ଧି ପିତା ତାଙ୍କୁ ନିନ୍ଦା ବା ଅସମ୍ମାନ କରିଛନ୍ତି। ମୋର ଏହି ଦେହ ସେହି ଦକ୍ଷଙ୍କ ବୀଜରୁ ଜାତ ହୋଇଛି। ତେଣୁ ଚନ୍ଦ୍ରମୌଳି ବୃଷକେତୁ ଶିବଙ୍କୁ ହୃଦୟରେ ଧାରଣ କରି ମୁଁ ଏଇକ୍ଷଣି ଏହି ଶରୀର ତ୍ୟାଗ କରିବି। ଏତିକି କହି ସେ ଯୋଗାଗ୍ନିରେ ନିଜ ଦେହକୁ ଭସ୍ମ କରିଦେଲେ। ଏହା ଦେଖି ଯଜ୍ଞଶାଳାରେ ସର୍ବତ୍ର ହାହାକାର ଖେଳିଗଲା। ସତୀଙ୍କ ମୃତ୍ୟୁ ସମ୍ବାଦ ଶୁଣି ଶିବଙ୍କ ଅନୁଚରଗଣ ଯଜ୍ଞ ଧ୍ୱଂସ କରିବାକୁ ଲାଗିଲେ। ଯଜ୍ଞ ବିଧ୍ୱଂସ ହେଉଥିବାର ଦେଖି ମହାମୁନି ଭୃଗୁ ଯାଇ ଯଜ୍ଞ ରକ୍ଷା କଲେ। ସମାଚାର ପାଇ ଶଙ୍କର କ୍ରୁଦ୍ଧ ହୋଇଗଲେ। ସେ ସେଠାକୁ ବୀରଭଦ୍ରଙ୍କୁ ପଠାଇଦେଲେ ଏବଂ ବୀରଭଦ୍ର ଯାଇ ଯଜ୍ଞ ଧ୍ୱଂସ କରିଦେଲେ ଓ ସମସ୍ତ ଦେବତାଙ୍କୁ ସମୁଚିତ ଦଣ୍ଡ ଦେଲେ। ଶିବ ନିନ୍ଦୁକମାନଙ୍କର ଯେଉଁ ଦଶା ହୁଏ ବୋଲି ଜଗତରେ ବିଦିତ, ଦକ୍ଷଙ୍କର ମଧ୍ୟ ସେହି ଦଶା ହେଲା। ଯାଜ୍ଞବଲ୍କ୍ୟ କହିଲେ, ଏସବୁ ଇତିହାସ ତ ସମସ୍ତେ ଜାଣନ୍ତି, ତେଣୁ ମୁଁ ଏହା ସଂକ୍ଷେପରେ ବର୍ଣ୍ଣନା କଲି।
ଦେହତ୍ୟାଗ କରିବା ସମୟରେ ଶ୍ରୀହରିଙ୍କୁ ସତୀ ବର ମାଗିଥିଲେ ଯେ ମୋର ଜନ୍ମେ ଶିବଙ୍କ ପାଦରେ ଅନୁରାଗ ରହୁ। ତେଣୁ ସେ ପର୍ବତରାଜ ହିମାଳୟଙ୍କ ଘରେ ଜନ୍ମ ହୋଇ ପାର୍ବତୀ ରୂପରେ ଶରୀର ଧାରଣ କଲେ। ଯେଉଁଦିନୁ ଉମା ବା ପାର୍ବତୀ ଶୈଳରାଜଙ୍କ ଗୃହରେ ଜନ୍ମ ଲାଭ କଲେ, ସେହିଦିନୁ ସେଠାରେ ସକଳ ସିଦ୍ଧି ଓ ସମୃଦ୍ଧି ବଢ଼ିବାକୁ ଲାଗିଲା। ମୁନି ଋଷିଗଣ ସେଠାରେ ସ୍ଥାନେ ସ୍ଥାନେ ସୁନ୍ଦର ଆଶ୍ରମ ସ୍ଥାପନ କରିବାକୁ ଲାଗିଲେ ଏବଂ ସେମାନଙ୍କର ବସବାସ ନିମନ୍ତେ ଶୈଳରାଜ ହିମାଚଳ ଯଥାଯୋଗ୍ୟ ସ୍ଥାନ ଯୋଗାଇ ଦେଲେ। ଏହିପରି ଭାବରେ ପାର୍ବତୀଙ୍କର ଜନ୍ମଲାଭ ହୋଇଥିଲା। ରହୁଛି, ଧନ୍ୟବାଦ।